हेलो हाय गुड मॉर्निंग वेलकम करछि कोशिश किचन एंड ब्लॉगिंग रे आउ गोटे नुआ वीडियो रे। आज वीडियोटी बहुत ही इंटरेस्टिंग अच्छी। आज थिला मामार 8 ईयर कंप्लीट बर्थडे थिला। तो से सकाळु सकाळु उठिकी 17 जाके मंदिर दर्शन करके आस जाइथिले। पर तांको पय गोटे बहुत बड़ गिफ्ट थिला, सेटा थिला तांको पय साइकिल। से तांकर बाबा को लेटर लिखिकी देइथिले जे बाबा तांको एई बर्थडे रे तांको साइकिल दरकार, साइकिल नाही साइकिल दरकार। तो झील कही तेल कौन पूरा हेनी कि तो तांको पय तार आग दिन साइकिल आणिक रखाई ये से मंदिर रू आसला पर से तांकर निज साइकिल को से निजे पूजा करिकी धूप दीप देकी एठी पूजा सारिकी से टिके साइकिल चलेबार लगी जो साइकिल आगुरु थिला सेटा टिके भांगी जाइथिला और तांको भी छोट हो जाउथिला। ସେଥିପାଇଁ ସେ ଲେଟର୍ ଦେଇଥିଲେ ଆଉ ଭାଇ ବି ନେଇକି ଆସିଥିଲେ। ତାପରେ ସେ ସ୍କୁଲ ପଳେଇଥିଲେ। ତ ଏମିତି ବହୁତ ସାରା ରିଲ୍ସ ଆସୁଛି ବर्थडे ସରପ୍ରାଇଜ୍ର। ଆମେ ବି ତାଙ୍କ ପାଇଁ ଏମିତି ଗୋଟେ ଛୋଟିଆ ସରପ୍ରାଇଜ୍ ରଖିଥିଲୁ। ଏଠି କ୍ୟାମେରାରେ ଦେଖୁଥିଲୁ ଯେ ତାଙ୍କର ସ୍କୁଲ ଭ୍ୟାନ୍ ଆସିଲାଣି କି ନାହିଁ, କାହିଁକିନା ସେଇ ହିସାବରେ ଆମେ ତାଙ୍କୁ ଏଇ ସରପ୍ରାଇଜ୍ଟି ଦେଇଥାନ୍ତୁ। ଏଇଟା ବହୁତ ବଡ଼ ସରପ୍ରାଇଜ୍ ଥିଲା, କାହିଁକିନା ସେ ଗୋଟେ ଭିଡ଼ିଓ ଦେଖିଥିଲେ ଯେ ଯିଏ ବर्थडे କାଲି ଯାଉଛି ତାକୁ ତାଙ୍କ ଘର ଲୋକ ଗୋଟେ ସରପ୍ରାଇଜ୍ ଦେଉଛନ୍ତି। ତ ତାଙ୍କର ଇଚ୍ଛା ହେଇଥିଲା ଏମିତି କରିବା ପାଇଁ, ଆଉ ତାଙ୍କର ଇଚ୍ଛା ହେଇଛି କ'ଣ ଆମେ କରିବୁନୁ କି, ସେମିତି ନାହିଁ। ତାଙ୍କର ବି ଇଚ୍ଛାରେ ଆମେ ବି ଭାବିଲୁ ସେମ୍ ଟୁ ସେମ୍ ସେମିତି କରିବୁ ବୋଲି। ତାଙ୍କୁ 8 ଇୟର୍ କମ୍ପ୍ଲିଟ୍ ହେଇଗଲା। ତ 8ଟା ଗିଫ୍ଟ ଆଣିକି ରଖା ହେଇଥିଲା, ସବୁ ନମ୍ବର ବାଇ ନମ୍ବର ରଖା ହେଇଥିଲା। ଏଇଠି ଆମେ ତାଙ୍କୁ କ୍ୟାମେରାରେ ଦେଖୁଛୁ, ସେ ଯେତେବେଳେ ଆସିବେ ଆମେ ସମସ୍ତେ ରେଡ଼ି ହେଇକି କି କେଉଁଠି ଲୁଚିକି ଥିବୁ ତାଙ୍କୁ ହଠାତ୍ ଆସିକି ସରପ୍ରାଇଜ୍ ଦେଇଦେବୁ ବୋଲି ସେ ଆସୁ ଆସୁ। ତ ତାଙ୍କର ବି ଭ୍ୟାନ୍ ଆସିଯାଇଥିଲା। ସବୁଦିନ 4ଟା ବେଳକୁ ଛୁଟି ହେଉଥିଲା, କିନ୍ତୁ ସେଦିନ 4ଟା ଅଧେ ହେଇଯାଇଥିଲା। ପରେ ଏଇଠି ଆସିକି ବି ସେ ପହଞ୍ଚିଗଲେ। ବ୍ୟାକ୍ଗ୍ରାଉଣ୍ଡକୁ ଟିକେ ଇଗ୍ନୋର କରିଦେବେ, ଭିଡ଼ିଓଟା ବି ଭଲସେ ଟିକେ ଉଠେଇ ହେଇପାରିନଥିଲା, ସେଇଟାକୁ ଟିକେ ଇଗ୍ନୋର କରିକି ଟିକେ ଚଲେଇ ଦେବେ। ପରେ ସେ ଭାବିଲେ ମାନେ ଯେମିତି ସେ କହିଥିଲେ, ଯେମିତି ସେ ଭିଡ଼ିଓ ଦେଖିଥିଲେ ସେମ୍ ଟୁ ସେମ୍ ସେମିତି ହେଇଛି ବୋଲି ଦେଖିକି ତାଙ୍କ ମନ ବହୁତ ଖୁସି ହେଇଯାଇଥିଲା। ଗୋଟେ ଗୋଟେ ଗିଫ୍ଟ ଗୋଟେ ଗୋଟେ ଆଣିକି, ଛୋଟ ପିଲା ତ ଜାଣିଥିବେ ସେମାନଙ୍କୁ ସାମାନ ଯାହା ବି ହେଇଥାଉ କିନ୍ତୁ ଗିଫ୍ଟ ଏଥର ଦେଖିକି ସେମାନଙ୍କର ମନ ବହୁତ ଖୁସି ହେଇଯାଇଥାଏ। ଏଇଟା ଥିଲା ଖରାବେଳର ପ୍ଲାନିଂ, ସରପ୍ରାଇଜ୍ ପ୍ଲାନିଂ ଥିଲା। ଦେନ୍ ଆହୁରି ବି ଆଗକୁ ଅଛି ବହୁତ ତାଙ୍କ ପାଇଁ ଅଧିକା ସରପ୍ରାଇଜ୍ ଗିଫ୍ଟ ସାରା। ସେ ଯେତେ ଗୋଟେ ଗୋଟେ ଗିଫ୍ଟ ଉଠାଉଥିଲେ ସେତେ ତାଙ୍କ ମନ ଟିକେ ଟିକେ ଖୁସି ହେଇ ଯାଉଥିଲା। ଏଇଠି ଦେବ, ତେଜ, ରିଷି ସେମାନେ ସମସ୍ତେ ତା ଦିଦି ପାଇଁ ସମସ୍ତେ ଗିଫ୍ଟ ବି ଆଣିକି ରଖିଥିଲେ। ତାପରେ ଆମେ ଗୋଟେ କେକ୍ ବି ବନେଇଥିଲୁ ଘରେ। ମୁଁ ବନେଇଥିଲି କେକ୍, ଗୋଟେ ଚକୋଲେଟ୍ କେକ୍, ସେଇଟା ବି ନେଇକି ଆସିଥିଲୁ। ଏଠି ରିଷି ବି ତା'ର ଗିଫ୍ଟ ଦେଉଛି। ତ ଚକୋଲେଟ୍ କେକ୍ ବି ଗୋଟେ ଘରେ ବନା ହେଇଥିଲା। ଭାବିଥିଲୁ ଗିଫ୍ଟ ଏଇଟା ସବୁ ସରିଲା ପରେ ଗୋଟେ ଛୋଟିଆ କେକ୍ଟେ କାଟିଦେବୁ ବୋଲି, ନହେଲେ ସେମିତି ଶୁଖିଲା ଲାଗିବ, ଭଲ ଲାଗିବନି ବୋଲି। ତ ଏଠି ଆମର କେକ୍ ବି କଟା ସରିଯାଇଛି। ଦେବ ବି ତା'ର ଦିଦିକୁ ବୋବା ଦେଇକି ତା'ର ଗିଫ୍ଟ ଦେଇଦେଇଛି। ରିଷି, ତେଜ ସମସ୍ତେ ତାଙ୍କୁ ଗିଫ୍ଟ ଦେଇଥିଲେ। ଆମମାନଙ୍କୁ ବି ଟିକେ ଟିକେ କିଏ କ'ଣ ସବୁ ଗିଫ୍ଟ ଦେଇଥିଲେ। ତ ମନ ଖୁସି କରିବା ପାଇଁ ଗିଫ୍ଟରେ ଯାହା ଛୋଟିଆ ଜିନିଷ ଥିଲେ ମଧ୍ୟ ଏତେ ବଡ଼ ସାମାନ ପ୍ୟାକିଂ ଦେଖିକି ସେମାନଙ୍କର ବି ମନ ଖୁସି ହେଇଯାଏ। ତ ଏଇଠି ଗୋଟେ ବୋଲି ଭଉଣୀ, ସେଥିପାଇଁ ସବୁ ଭାଇମାନେ ଆସିକି ତାକୁ ଟିକେ ଟିକେ ତାକୁ ଗିଲ କରିଦେଉଛନ୍ତି। ଖରାବେଳ ଟାଇମ୍, ଯିଏ ଯୁଆଡ଼େ ସବୁ ନିଜର କାମରେ ଯିଏ ଯୁଆଡ଼େ ବ୍ୟସ୍ତ ଥିଲେ, ବାସ୍ ଆମେ ଏତିକି ସବୁ ଘରେ ଥିଲୁ। ଏଠି ତାଙ୍କର ଇଏ ହେଉଛନ୍ତି ଝିଅର ସାଙ୍ଗ, ସେ ବି ତାଙ୍କୁ କେକ୍ ଖୁଆଇକି ଏଠି ତାଙ୍କୁ ଭାଇ ଭଉଣୀ ତାଙ୍କର ସାଙ୍ଗ ସବୁ ସାଇକେଲ ଚଲେଇବାରେ ସବୁ ଶିଖାଉଛନ୍ତି। ଟିକେ ବଡ଼ ହାଇଟ୍, ତାଙ୍କ ହାଇଟ୍କୁ ସାଇକେଲ ଟିକେ ବଡ଼ ହେଉଛି, ତ ତାପରେ ନୂଆ ସାଇକେଲ ଚଲେଇବାରେ ତାଙ୍କୁ ଟିକେ ପ୍ରୋବ୍ଲେମ୍ ହେଉଥିଲା, ତ ତାଙ୍କୁ ମିଶିକି ସେମାନେ ଶିଖାଉଥିଲେ। ଏଇଠି ବାବୁଙ୍କର ଆମର ଚାଲିଛି କେକ୍ ଖିଆ। ବାହାରରୁ କେତେ କେକ୍ ଆଣିକି କାଟିଲେ ମଧ୍ୟ ଘରର କେକ୍ର ଖାଇବାଟା ଟେଷ୍ଟ ଅଲଗା ହିଁ ଥାଏ। ମୋତେ ଘରର ହିଁ କେକ୍ ଭଲ ଲାଗେ। ତାପରେ ଏଇଠି ଚାଲିଛି ସବୁ ଗିଫ୍ଟ ଅନବକ୍ସିଂ ସବୁ ଚାଲିଛି। ସେ ଗିଫ୍ଟ ଦେଖିକି ଆଉ ନିଜକୁ କଣ୍ଟ୍ରୋଲ୍ ନ କରିକି ଜଗିକି ଥିଲେ କେତେବେଳେ ସବୁ ଗିଫ୍ଟ ଗୁଡ଼ା ସବୁ ଖୋଲିବେ ବୋଲି, କି କ'ଣ ସବୁ ଦେଇଛି କାଢ଼ିବା ପାଇଁ। ତ ଏଇଠି ସବୁ ଗୋଟେ ଗୋଟେ ସବୁ ତାଙ୍କର କଡ଼ା ଚାଲିଛି। ଏଇଠି ଦେଖନ୍ତୁ ଆସୁ କେମିତି ତା'ର ସେଇ କେକ୍ରୁ ସବୁ ବଲ୍ସ ଗୁଡ଼ା କାଢ଼ିକି, ଚକୋଲେଟ୍ ବଲ୍ସ ଗୁଡ଼ା କାଢ଼ିକି ସେ ଟିକେ ଟିକେ କରିକି ଖିଆ ଚଲେଇଛି। ଏଇଟା ଥିଲା ବଡ଼ ବାବୁଙ୍କର ଗିଫ୍ଟ, ତେଜଙ୍କର ଗିଫ୍ଟ।
ସବୁ ସେଇ ଛୋଟିଆ ଛୋଟିଆ ଡଲ୍ ପେନସିଲ୍ ଏମିତି ସବୁ। ଆଉ ଛୋଟ ପିଲାଙ୍କୁ ଆଉ କ'ଣ ବା ଗିଫ୍ଟ ଦେଇହେବ ଅଧିକ ମଧ୍ୟ। ବର୍ଥଡେ ସିନା ଜଣଙ୍କର, କିନ୍ତୁ ଗିଫ୍ଟ ଦେଖିକି, ଏତେ ସାରା ଗିଫ୍ଟ ଦେଖିକି ଆମ ସମସ୍ତଙ୍କର ମନ ବହୁତ ଖୁସି। ଆମେ ବି ତାଙ୍କୁ ହେଲ୍ପ କରିଥିଲୁ ଗିଫ୍ଟ ସବୁ କାଢ଼ିବାରେ, ଅନବକ୍ସିଂ କରିବାରେ। ତାପରେ ସବୁ ଟିକେ ମଜାମସ୍ତି ଚାଲିଲା। ଏଇଟା ଥିଲା ତାଙ୍କ ମାମୁଁ ମାଇଁଙ୍କର ବର୍ଥଡେ ଗିଫ୍ଟ। ବହୁତ ହି ସୁନ୍ଦର ଥିଲା, ସେ ବି ଦେଖିକି ବହୁତ ହିଁ ଖୁସି ହେଇଯାଇଥିଲେ। ତ ଝିଅ ବି ଆସିଲା ବେଳେ, ସ୍କୁଲରୁ ଆସିଲା ବେଳେ 4ଟା 4:30 ହେଇଯାଇଥିଲା। ତ ଆମେ ଯେତିକିଟା ପ୍ଲାନିଂ କରିଥିଲୁ ଯେଉଁ ଟାଇମ୍ରେ କରିବୁ, ଟିକେ ଟାଇମ୍ ଅଧିକା ହେଇଗଲା, କିନ୍ତୁ ଚାଲିବ। ଏଇଠୁ କାମ ଟିକେ କମେଇବା ବଦଳରେ ପିଲାମାନେ ଆସିକି ଟିକେ କାମ ବି ଆମର ବଢ଼େଇ ଦେଉଥିଲେ। ଜଣେ ଫୁଲ ପକାଇବାର ଦେଖିବି, ସମସ୍ତେ ଆସିକି ତାଙ୍କ ଉପରେ, ଅପାଙ୍କ ଉପରେ ଏମିତି ଫୁଲ ପକାଇ ଦେଉଛନ୍ତି। ହଉ ଚାଲୁ, ଟିକେ ବଡ଼ ଦିନଟା ତ, ଆଉ କିଏ କିଛି କାହାକୁ କିଛି ନ କହିକି ସବୁ ମଜାମସ୍ତିରେ ଏମିତି ସବୁ ଚାଲିଥିଲା। ସବୁ ତ ଯିଏ ଯୁଆଡ଼େ ପକାଇ ଦେଇକି ଗଲେ, ବାକି ଆମମାନଙ୍କର କାମ ଥିଲା ଘର ସଫା କରିବାରେ। ମୁଁ ବି ସବୁ ଫୁଲ ସବୁ ଯାହା ବି ସେ ଯେଉଁ ଡେକୋରେସନ୍ ହେଇଥିଲା, ସେ ସବୁକୁ ଝାଡ଼ୁ ମାରିକି ଏକାଠି କରିଥିଲୁ। ଦେନ୍ ଚାଲନ୍ତୁ ଦେଖିବା ରାତିରେ କ'ଣ ପ୍ରୋଗ୍ରାମ୍ ହେଇଛି। ତ ଭାବିଥିଲୁ ସବୁବେଳେ ତ ଘରେ ହିଁ କେକ୍ କଟିଂ ହୁଏ, ଘରେ ହିଁ ସବୁବେଳେ ସେଲିବ୍ରେଟ୍ ହୁଏ ବର୍ଥଡେଟା। ଏଥର ଟିକେ ରେଷ୍ଟୁରାଣ୍ଟ ଯାଇକି କରିବୁ ବୋଲି ଝିଅ ବି ରେଡ଼ି ହେଇଥିଲେ, ସମସ୍ତେ ବି ରେଡ଼ି ହେଇଯାଇଥିଲେ। ଏଠି ମୁଁ ବି ଟିକେ ନିଜକୁ ଟିକେ ଫେସ୍ଟାକୁ କି ମେକଅପ୍ କରିଦେଇକି ମୁଁ ବି ଟିକେ ବାହାରି ପଡ଼ିଲି, ସମସ୍ତେ ବି ବାହାରି ପଡ଼ିଲେଣି। ତାପରେ ଏଇଠି ଆମର ଝିଅ ବି ପଳେଇ ଆସିଥିଲେ, ବଡ଼ ଝିଅ ବି ପଳେଇ ଆସିଥିଲେ। ସବୁବେଳେ ତ ସେଇ ସେମ୍ ହିଁ ବର୍ଥଡ଼େ ସେଲିବ୍ରେଟଟା ହୁଏ। ତ ଭାବିଲୁ ସବୁବେଳେ କାହିଁକି ସେମ୍ କରିବୁ, ଆଜି ଟିକେ ଅଲଗା କରିବୁ। କାହିଁକିନା ଏମିତିରେ ବି ଏଇ ବର୍ଷ ଟିକେ ଭଲସେ ପ୍ରୋଗ୍ରାମ୍ କିଛି ବି କେଉଁଟା ବି ମିଶିକି ସମସ୍ତେ କରିପାରିନୁ। ତ ଭାବିଲୁ ଏଇଟା ଟିକେ ବାହାରେ ପଳେଇବୁ, ଟିକେ ଭଲ ଲାଗିବ ମଧ୍ୟ ରାତିଟା। ତ ମିଶିକି ସମସ୍ତେ ବାହାରେ ପଡ଼ିଥିଲୁ ରେଷ୍ଟୁରାଣ୍ଟ ଯିବା ପାଇଁ। ଆମକୁ ସନ୍ଧ୍ୟାରେ ବାହାରିବାର, 7ଟାରେ ବାହାରିବାର ଥିଲା, କିନ୍ତୁ ଜଣକୁ ୱେଟ୍ କରିକି ନିଜେ ବି ରେଡ଼ି ହେଇକି ବାହାରିଲା ବେଳେ, ପିଲାମାନଙ୍କୁ ରେଡ଼ି କରି ବାହାରିଲା ବେଳେ ଟାଇମ୍ ହେଇଯାଇଥିଲା 8ଟା 8:30 ହେଇଯାଇଥିଲା। ଆକ୍ଚୁଆଲି ଆମର ଟାଇମିଂ ହିସାବରେ ଟାଇମ୍ ଅଧିକା ହିଁ ବଢ଼ିଯାଇଥିଲା। ଦେନ୍ ଆମେ ଆସିକି ପହଞ୍ଚି ଯାଇଛୁ ଆମର ରେଷ୍ଟୁରାଣ୍ଟରେ। ଝିଅ କେମିତି ଦେଖାଯାଉଛନ୍ତି, ତାଙ୍କର ଡ୍ରେସ୍ କେମିତି ଦେଖାଯାଉଛି, ପ୍ଲିଜ୍ କମେଣ୍ଟରେ ଜଣାଇବେ। ଏଇଟା ଥିଲା ଆମର ଏଣ୍ଟ୍ରି ଭିଡ଼ିଓ। ଆକ୍ଚୁଆଲି ଭଲସେ ଭିଡ଼ିଓଟା କରି ହେଇନି, କିନ୍ତୁ ଯେତିକି ବି ହେଇଛି ଟିକେ ଆଡ଼ଜଷ୍ଟ କରିଦେବେ। ଆକ୍ଚୁଆଲି ମୋତେ ଏମିତି ଲୋକମାନଙ୍କ ସାମ୍ନାରେ ଟିକେ ଫୋନ୍ ଧରିକି ଭିଡ଼ିଓ ବନେଇବା ଟିକେ ଲାଜ ଲାଗେ ସତରେ। ଏଇଠି ଆମେ ଜଗିଥିଲୁ, ୱେଟ୍ କରିଥିଲୁ ଆମର ଲିଫ୍ଟକୁ। ଲିଫ୍ଟରୁ ବି ଆମେ ଆସିଯାଇଥିଲୁ। ଏମିତିରେ ବି ଆମେ ଆଗରୁ ବି ଏଇଠିକି ଆସିଥିଲୁ, ବହୁତ ବି ଭଲ ଲାଗିଥିଲା। ତ ଭାବିଲୁ ଏଇଥର ବର୍ଥଡେରେ ବି, ମୋ ବର୍ଥଡେରେ ଆସିଥିଲୁ, ତ ଭାବିଲୁ ଏଇଥର ବର୍ଥଡେରେ ବି ଆମେ ଏଇଠିକି ଆସିକି ସମସ୍ତେ ଫ୍ୟାମିଲି ସେଲିବ୍ରେଟ୍ କରିବୁ। କାହିଁକିନା ମୋ ବର୍ଥଡେରେ ଯେଉଁ ଆସିଥିଲୁ, ଆମେ ହିଁ ଟିକେ ସାଙ୍ଗସାଥି, ଆମେ ହିଁ ସବୁ ମିଶିକି ଆସିଥିଲୁ। ତ ଏଇଠିର ସବୁ ଦେଶୀ ଷ୍ଟାଇଲ୍ ଦେଖିକି ମନରେ ରହିଯାଇଥିଲା। ତ ଭାବିଲୁ ଏଇଥର ବର୍ଥଡେରେ ବି, ଝିଅର ବର୍ଥଡେରେ ବି ଏଇଠିକି ଆସିବୁ। ଏଇଠି ଭାଉଜ ବି ଆସିକି ଆମର କେତେବେଳୁ ଆସିକି ୱେଟ୍ କରିଥିଲେ, କିନ୍ତୁ ଆମର ସବୁ ଘରୁ ବାହାରିଲା ବେଳେ ଲେଟ୍ ହିଁ ହେଇଯାଇଥିଲା, ବହୁତ ହିଁ ଲେଟ୍ ହେଇଯାଇଥିଲା। ଚାଲିବ, କିଛି ନାହିଁ। ସେଥିପାଇଁ ଜାଣିଥିଲୁ ଆମର ଲେଟ୍ ହେଇଯିବ ବୋଲି ହିଁ ଆମେ ଆମର ଟେବଲ୍ ଆଗରୁ ହିଁ ବୁକ୍ କରିକି ରଖିଦେଇଥିଲୁ। ଭାଇ ଭାଉଜ ଆମର ବୁକ୍ କରିକି ରଖିଦେଇଥିଲେ ଆଗରୁ ହିଁ ଟେବଲ୍। ତ ଏଇଠି ଆମେ ଟିକେ ଭିଡ଼ିଓ ଟିକେ ମଜାମସ୍ତି ଟିକେ କରିଦେଲୁ। ଦେଖନ୍ତୁ କେତେ ସୁନ୍ଦର ପୁରା ଦେଶୀ ଷ୍ଟାଇଲ୍ରେ ସବୁ ଡେକୋରେସନ୍ ଏଇଠି ହେଇଛି ରେଷ୍ଟୁରାଣ୍ଟରେ, ବହୁତ ହିଁ ଭଲ ଲାଗିଲା। ଏଇଠି ଝିଅର ବି ସମସ୍ତେ ଟିକେ ଟିକେ ଫଟୋ ଉଠେଇଲେ। ଦେନ୍ ଏଇଠି ଆଉ ଗୋଟେ ସରପ୍ରାଇଜ୍ ଥିଲା ତାଙ୍କ ପାଇଁ, ଆଉ ଗୋଟେ କେକ୍। ସେ ଦୁଇଟା କେକ୍ ଦେଖି ଆକ୍ଚୁଆଲି ତାଙ୍କ ମନ ବହୁତ ହିଁ ଖୁସି। ଏଇଠି ଭିଡ଼ିଓ ଚାଲିଥିଲା, ମୁଁ ସୁନିଲଙ୍କୁ କହୁଛି ଟିକେ ହାଏ କର, ସେ ବି ଏମିତି ହାଏ କରୁଛନ୍ତି। ସବୁବେଳେ ତ ବାହାରେ ଆସି ହୁଏ ନା, ତ ଏମିତି ହିଁ ଗୋଟେ ଦିନ ଥାଏ ଯେଉଁ ଦିନ ବାହାନା ଟିକେ ଥାଏ, ଯେ ବାହାନା କାଢ଼ିକି ବାହାରେ ଯାଇକି ବୁଲିକି ଆସି ହେଇଯିବ। ହେଇକି ମଧ୍ୟ ସବୁବେଳେ ଆସିବାଟା, ବାହାରେ ଆସିବାଟା ଟିକେ ସମ୍ଭବ ନୁହେଁ, କିନ୍ତୁ ଆମେ ଟ୍ରାଏ କରୁଛୁ ଯେ ଫ୍ୟାମିଲିକୁ ଯେତେ ଟିକେ ସୁଯୋଗ ମିଳୁଛି ଆମେ ଟିକେ ଟାଇମ୍ ଦେବୁ ବୋଲି। ତ ଆଜି ଗୋଟେ ବହୁତ ବଡ଼ ସୁଯୋଗ ଥିଲା, ତ ଭାବିଲୁ ଆଜି ହିଁ ବାହାରେ ଯିବା। ତ ତାକୁ କହିକି ଟିକେ ଯେମିତି ସେମିତି କରିକି ଆମର ପ୍ଲାନିଂଟା ବି ସକ୍ସେସ୍ ହେଲା। ଏଇଠି କେକ୍ କଟିଂ ବି ସରିଯାଇଛି। ଷ୍ଟାର୍ଟରରେ ଆମର ଆସିଯାଇଥିଲା ଫାର୍ଷ୍ଟ ମସଲା ପାପଡ଼, ତାପରେ ଆସିଥିଲା ଆମର କ'ଣ ଏଇଟା ସୁପ୍, ହଁ ଭେଜ୍ ସୁପ୍ ଥିଲା। ଥଣ୍ଡା ବି ଯେମିତି ହେଉଛି, ଟିକେ ସୁପ୍ ପିଇଲେ, ରେଷ୍ଟୁରାଣ୍ଟ ଗଲା ମାନେ ଟିକେ ସୁପ୍ ପିଇଲେ ହିଁ ଭଲ ଲାଗେ ସତରେ, ବହୁତ ହିଁ ଭଲ ଥିଲା। ତାପରେ ଥିଲା ଏଠି ପନିର ପକୋଡ଼ା। ମ୍ୟୁଜିକ୍ ବାଜିଲା ମାତ୍ରେ ହିଁ ସେ କେଉଁଠି ଥାଉଛି ସତରେ ତା'ର ପାଦ ପୁରା ଉଠିଯାଉଛି। ତ ଏଇଠି ଆକ୍ଚୁଆଲି ମୁଁ ବି ଜାଣିନି କ'ଣ ପାଇଁ ମୋ ଫେସ୍ଟାକୁ ମୁଁ ଏମିତି କରିଛି।
ସତରେ ମୁଁ ବି ନିଜେ ଜାଣିନି କାହିଁକି ମୋ ଫେସ୍ଟାକୁ ଏମିତି କରିଥିଲି। ମୋତେ କେକ୍ ଅପେକ୍ଷା କ୍ରିମ୍ଟା ବହୁତ ହି ପସନ୍ଦ ଲାଗେ। ତ ମୁଁ ସେ କେକ୍ ନ ଖାଇକି ତା'ର କ୍ରିମ୍ଟାକୁ କାଢ଼ିକି ସ୍ପୁନ୍ରେ ଟିକେ ଖାଇଦେଉଛି। ଏଠି ସେମାନେ ଅପାମାନେ ବି ଝିଅମାନେ ଦେଖିକି ହସୁଥିଲେ ମୋର କେକ୍ ଖାଇବା ଷ୍ଟାଇଲ୍ ଦେଖିକି। ଆକ୍ଚୁଆଲି ମୋତେ ପସନ୍ଦ ନାହିଁ, ମୋତେ କେକ୍ ଖାଇଲେ ବହୁତ କେମିତି କେମିତି ଲାଗେ। ତ ମୋର କ୍ରିମ୍ ହିଁ ମୋତେ ଭଲ ଲାଗେ, ବହୁତ ହି ଭଲ ଲାଗେ କ୍ରିମ୍ଟା। ତାପରେ ଚାଲନ୍ତୁ ଦେଖିବା ଆମର ମେନ୍ କୋର୍ସ ଆଇଟମ୍ କ'ଣ ଅଛି। ହଁ, ଏଇ ଷ୍ଟାଇଲ୍ଟା କେମିତି ଲାଗୁଛି ଟିକେ କହିବେ ପ୍ଲିଜ୍ କମେଣ୍ଟରେ। ତାପରେ ଏଇଠି ମ୍ୟୁଜିକ୍ ବାଜୁ ବାଜୁ ହିଁ ରିଷି କେଉଁଠି ଥାଉଛି ତା କାନରେ ସେ ସାଉଣ୍ଡ ପଡ଼ୁ ପଡ଼ୁ ହିଁ ସେ ପଳେଇ ଆସୁଛି। ଆକ୍ଚୁଆଲି ମୋତେ ଟିକେ ଥଣ୍ଡା ଧରିଦେଇଛି ତ ମୋ ଭଏସ୍କୁ ପ୍ଲିଜ୍ ଇଗ୍ନୋର କରିବେ। ଭଏସ୍ ଆକ୍ଚୁଆଲି ମୁଁ ଜାଣିପାରୁନି ଠିକ୍ ଆସିଛି ନାହିଁ, କିନ୍ତୁ ଟିକେ ଇଗ୍ନୋର କରି କଥା କହିବାରେ ପ୍ରୋବ୍ଲେମ୍ ହେଉଛି। ତ ଏଇଠି ଆସି ଯାଇଥିଲା ଆମର ମଟନ୍ ସରି ନନ୍ଭେଜ୍ ମଣ୍ଡି ଥାଲି। ତ ଏଇଠି ଥିଲା ଫିସ୍ ଆଉ ମଟନ୍, ଚିକେନ୍, ପ୍ରନ୍ ଆଉ କ'ଣ ଏଗ୍ସ ଥିଲା। ତାପରେ ଆଉ କିଛି ସାଲାଡ଼ ଥିଲା। ତ ଏଇଠି ମୁଁ ମୋର ନେଇଥିଲି କ'ଣ ଗୋଟେ ମାଛ ଭଜା ଗୋଟେ ନେଇଥିଲି ଆଉ ଚିକେନ୍ ଟିକେ ଟିକେ ମଟନ୍ ଟିକେ ପ୍ରନ୍ ଟିକେ ଏମିତି ସବୁ ଟିକେ ଟିକେ ନେଇଯାଇଥିଲି। ଦେନ୍ ଖାଇବା ପିଇବା ସରିଥିଲା। ଆମର ଆସିଥିଲା ଆଇସ୍କ୍ରିମ୍ ମେନ୍ୟୁରେ ଥିଲା ଭ୍ୟାନିଲା, ଚକୋଲେଟ୍ ଆଣ୍ଡ କହିଲେ କ'ଣ ଆମେରିକାନ୍ ଡ୍ରାଏ ଫ୍ରୁଟ୍ସ। ତ ମୋତେ ନାଁଟା ଟିକେ ଭଲ ଲାଗିଲା ବୋଲି ମୁଁ କହିଦେଲି ମୋର ଆମେରିକାନ୍ ଡ୍ରାଏ ଫ୍ରୁଟ୍ସ। ବଟ୍ ମୁଁ ଜାଣିପାରିଲିନି ତା'ର ଟେଷ୍ଟ କ'ଣ ଥିଲା। ମୋତେ ଟେଷ୍ଟ ତା'ର ସେମ୍ ହିଁ ଲାଗିଲା ଯେମିତି ଆମର ଭ୍ୟାନିଲାରେ ଡ୍ରାଏ ଫ୍ରୁଟ୍ସ ଥାଏ। ତ ଆମେରିକାନ୍ ଡ୍ରାଏ ଫ୍ରୁଟ୍ସ କ'ଣ ସେଇଟା ମୁଁ କିଛି ଜାଣିପାରିନି, ନୂଆ ନାଁ ଶୁଣିକି ମୁଁ ଟିକେ ମଗେଇ ଦେଇଥିଲି। ତ ଚାଲ ଠିକ୍ ଥିଲା, ଟେଷ୍ଟ ବି ଭଲ ଲାଗିଲା। ଆଣ୍ଡ ଖିଆପିଆ ସବୁ ସରିଲା, ମଜାମସ୍ତି ବି ସରିଲା। ଏବେ ଟାଇମ୍ ଥିଲା ଆମର ଘରକୁ ଯିବାର। ବହୁତ ହି ଭଲ ଲାଗିଲା। ଖାଇବା ପିଇବା ବି ଚାଲିବା ଏତେ ବି ଖରାପ ନଥିଲା, କିନ୍ତୁ ଟେଷ୍ଟ ଥିଲା, ବହୁତ ହି ମଜା ଲାଗିଲା। ତାଙ୍କର ବି ଝିଅର ବି ମନ ଖୁସି ହେଇଗଲା, ଯେତେ ସାରା ସରପ୍ରାଇଜ୍ ଥିଲା। କାହିଁକିନା ଲାଷ୍ଟ ଇୟର୍ ବର୍ଥଡ଼େରେ ସେ ଗାଁରେ ଥିଲେ, ତ ଆମମାନେ ଆଉ ପାଖରେ ନଥିଲୁ। ତ ଭାବିଲୁ ଏଥର ସମସ୍ତେ ତ ଫ୍ୟାମିଲି ଅଛନ୍ତି, ତ କାହିଁକିନା ମିଶିକି ସେଲିବ୍ରେଟ୍ କରିବୁନୁ। ବହୁତ ଖୁସି ଲାଗେ, ସେ ବି ଖୁସି, ଆମେ ବି ଖୁସି। ରହିଲି, ଜୟ ଜଗନ୍ନାଥ। କେମିତି